କୁହାଯାଏ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ। ଯାହା କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲା ପଡ଼ିଆ ଗାଁ ସୋନାଲି ଗାଁର ଡକ୍ଟର ଉତ୍ତମ ମଲ୍ଲିକ। ଜୀବନରେ ଅନେକ ଘାତ ପ୍ରତିଘାତର ସାମ୍ନା କରି ଆଜି ସେ ଭାରତ ଆଫ୍ରିକା ଟ୍ରେଡ୍ କମିଶନର ହୋଇ ଓଡ଼ିଶାର ନାଁକୁ ଆଗକୁ ନେଇପାରିଛନ୍ତି। ନିଜ ଅଞ୍ଚଳର ବିକାଶ ପାଇଁ ଡକ୍ଟର ମଲ୍ଲିକ ସବୁବେଳେ ଚର୍ଚ୍ଚାରେ ଥିବାବେଳେ ଅନେକ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଶିକ୍ଷା କ୍ଷେତ୍ର ହେଉ ବା ଗମନାଗମନ ସବୁବେଳେ ନିଜସ୍ୱ ଖର୍ଚ୍ଚରେ ସମାଜ ସେବା କରି ଆସିଛନ୍ତି। ତେବେ ଭାରତ ଓ ଆଫ୍ରିକା ଟ୍ରେଡ୍ କମିଶନର ହେଲା ପରେ ଭୁବନେଶ୍ୱରର ମେ ଫେୟାର ଏକ କାର୍ଯ୍ୟକ୍ରମରେ ଡକ୍ଟର ଯୋଗ ଦେଇ ଜୀବନରେ ସଫଳ ହେବାକୁ ହେଲେ ଅସମ୍ଭବ କାର୍ଯ୍ୟ ସମ୍ଭବ କରିବାକୁ ପଡ଼ିବ ବୋଲି କହିଥିଲେ। ତେବେ ଟ୍ରେଡ୍ ଦ୍ୱାରା ଅନେକ ବ୍ୟବସାୟ ଆଫ୍ରିକା ଦେଶ ସହ କରିହେବା ସହ ଅନେକ ଯୁବକ ଯୁବତୀମାନଙ୍କ ପାଇଁ ବ୍ୟବସାୟ କରିପାରିବେ ବୋଲି କହିଥିଲେ। ମୁଁ ଉତ୍ତମ ମଲ୍ଲିକ, ମାଲକାନଗିରିବାସୀ। ସାର୍ ଦେଖନ୍ତୁ, ଆମେ ଯେଉଁ ଆଜି ମେଫେୟାରରେ ଯେଉଁ ଆମେ କନଫରେନ୍ସ ଇଣ୍ଡିଆ ଆଉ ଆଫ୍ରିକା କନଫରେନ୍ସ ରଖିଥିଲୁ, ସେଇଟାର ଆମର ଓଡ଼ିଶାର ଯେତେ ୟୁଥ୍ ମାନେ ଅଛନ୍ତି, ଯେଉଁ ବିଜନେସ୍ ମାନେ ଅଛନ୍ତି, ଭଲ ବିଜନେସ୍ ସେଇଠି ଆସିବ। ଯେଉଁ ଆଫ୍ରିକାରୁ ଇଣ୍ଡିଆକୁ ବିଜନେସ୍ ଯଦି ହେବ, ତାହେଲେ ଆମର ଯେଉଁ ଆମର ଯୁବପିଢ଼ି କାମ ପାଇଲେ ଆମେ ଆଗ ଓଡ଼ିଶାକୁ ବଢ଼ାଇ ପାରିବା। ସେହି ହିସାବରେ ଆମେ ବାହାରଠୁ ସେ ଏକ୍ସେଲେନ୍ସି କୁମୁଲୁ ସାର୍ ଆସିଥିଲେ, ତ ତାକୁ ଆମେ ଭଲ କରିକି ଇଣ୍ଡିଆର କ'ଣ ଏଇଠି ଆଫ୍ରିକା କ'ଣ ଆସିବ, ଏଇଠି କ'ଣ ଇନପୋର୍ଟ ହେଇପାରିବ, କ'ଣ ଏକ୍ସପୋର୍ଟ ହେଇପାରିବ, ତ ସେ ବେସିକାଲି ଆମକୁ ଓଡ଼ିଶାକୁ କହିଲା ଯେ ଓଡ଼ିଶାରେ ବହୁତ ଲୋକ ଭଲ ଡାଇମଣ୍ଡ ଯେଉଁ ପାଲିଶ କରୁଛନ୍ତି, ଯେଉଁମାନେ ଏଇଠି ଯାଇକି ଆମ ସୁରତରେ କାମ କରୁଛନ୍ତି, ତ ସେଇଠି ର ଡାଇମଣ୍ଡ ମିଳୁଛି ସାଉଥ ଆଫ୍ରିକାରେ। ତ ସେଇଠିର ଆମେ ଯଦି ଏଇଠି ର ଡାଇମଣ୍ଡ ଆଣିକି ଏଇଠି ଆମର ଲୋକମାନେ ବିଜନେସ୍ କରିପାରିବେ, ଓଡ଼ିଶାର ବହୁତ ଧରଣର ବିଜନେସ୍ ଅପରଚ୍ୟୁନିଟି ଆସିବ। ସେଥିପାଇଁ ଆମେ ଇଏ କନଫରେନ୍ସ କରାହେଇଛି। ଦେଖନ୍ତୁ, ଯୁବପିଢ଼ିକୁ ମୁଁ ରିକ୍ୱେଷ୍ଟ କରିବି, ସମସ୍ତେ ବିଜନେସ୍ରେ ଆସିପାରିବେ, ଯେଉଁଟାକି ଆମର ଇନପୋର୍ଟ ଏକ୍ସପୋର୍ଟଟା, ତାପରେ ସେଇଠି ଯାଇକି ବିଜନେସ୍ କରିପାରିବେ, ଆମର ଓଡ଼ିଶାରେ ବିଜନେସ୍ ଆସିବେ। ଆଉ ବେସିକାଲି ଆମେ ଚାହୁଁଛି ଆମର ଯେଉଁ ମାଲକାନଗିରି ସବୁଠୁ ପଛୁଆ ହିସାବରେ ରହିଗଲା, ତ ସେଇଟାକୁ ଆମର ମୁଖ୍ୟମନ୍ତ୍ରୀ ମିଶା ବହୁତ ଭଲ କାମ କରୁଛି। ସେଇଠି ଏବେ ଏୟାରପୋର୍ଟ ହେଇଛି, ତ ଆମର ଗଭର୍ଣ୍ଣମେଣ୍ଟ ବହୁତ ଭଲ କାମ କରୁଛି। ଆଉ ଯଦି ଆମେ ଗଭର୍ଣ୍ଣମେଣ୍ଟକୁ ରିକ୍ୱେଷ୍ଟ କରିବି, ଯଦି ଆମ ମାଲକାନଗିରି ଡିଷ୍ଟ୍ରିକ୍ଟଟା ଯଦି ଇଣ୍ଡଷ୍ଟ୍ରିଆଲ ଘୋଷଣା କରିଦେଇଥାନ୍ତେ, ତ ଆମେ ସେଇଠି ବିଜନେସ୍ କରିବା ପାଇଁ, ଆମର ଫ୍ୟାକ୍ଟ୍ରି କରିବା ପାଇଁ ବହୁତ ଇଜି ହେଇଯିବ। ଆମେ ବାହାରଠୁ ଫଣ୍ଡ ମିଶା ଆଣିପାରିବା। ତ ସେଇଟା ମୁଁ ସମସ୍ତ ଯୁବପିଢ଼ିକୁ ରିକ୍ୱେଷ୍ଟ କରିବି, ଏଟାକୁ ଗଭର୍ଣ୍ଣମେଣ୍ଟ ପାଖରେ କେମିତି ଏଟା ଆପ୍ରୁଭାଲ୍ ହେବ। ହଁ, ବହୁତ ମୁଖ୍ୟମନ୍ତ୍ରୀକୁ ମୁଁ ଧନ୍ୟବାଦ ଜଣାଇବି ଆମ ମାଲକାନଗିରି ପାଇଁ ଏତେ ଭଲ, ଖାଲି ଏୟାରପୋର୍ଟ ନାହିଁ, ଆମ ମୁଖ୍ୟମନ୍ତ୍ରୀ ତ ସବୁକିଛି ଆମର ରୋଡ଼, ହସ୍ପିଟାଲ ସବୁକିଛି କାମ କରୁଛି। ତାର ପାଇଁ ଆମେ ବହୁତ ଆମ ମାଲକାନଗିରିବାସୀ ତାକୁ ବହୁତ ଧନ୍ୟବାଦ ଦେବି। Thank you for this opportunity and heartily congratulations to Dr. Uttam Malik for appointment as Trade Commissioner in India-Africa Trade Council. I am Deepika, honored to serve as a PS to Dr. Uttam Malik. Excited to confirm that we are moving to Africa on 25th January, where we are having conference and where we have aimed to give many opportunities in many platforms like agriculture, health and IT sectors.